ରାନୁ ଚଢ଼େଇ ଇଏ ଦେଖ ଇଏ ହେଉଛି ଯାଦୁଇ ଲେହେଙ୍ଗା ଗଛ। ତାକୁ ପାଇବା ପାଇଁ ହେଲେ ଦିଲସେ ସବୁ କିଛି ମାଗିବାକୁ ପଡ଼ିବ। ଆଉ ଇଏ କେବଳ ସତ ଭଲ ପାଇବାକୁ ହିଁ ମିଳିଥାଏ। ଯାଦୁଇ ଗଛ ଇଏ କ'ଣ ସତରେ ଶୁଆ ଭଉଣୀ? ଏସବୁ କଥା ମୁଁ ତ ଖାଲି କାହାଣୀରେ ହିଁ ଶୁଣିଥିଲି। ମୁଁ ବି ଏମିତି ହିଁ ଭାବୁଥିଲି। କିନ୍ତୁ ଗୋଟିଏ ଥର ମୁଁ ମୋ ନିଜ ଆଖିରେ ଦେଖିଛି। ଗୋଟିଏ ଗରିବ ବିଲୁଆ ଝିଅ ପାଇଁ ଗୋଟିଏ ସୁନ୍ଦର ରେଶମୀ ଚୁନି ତା ଗଛରୁ ପଡ଼ିଥିଲା। କିନ୍ତୁ ରାନୁ ତୁମ ଲୁହ ମିଛ ନୁହେଁ। ଆଉ ସିଏ ବି ଖାଲି ମାର ମମତା ପାଇଁ। ଆଜି ରାତିରେ ତମେ ଏଠିକି ଆସିବ। କିଏ ଜାଣେ ତମର ଆଜି ଯଦି ଭାଗ୍ୟ ବଦଳିଯିବ। ତାପରେ ଦୁଇଜଣ ଯାକ ନିଜ ନିଜ ଘରକୁ ଚାଲିଗଲେ। ଆଉ ଯେତେବେଳେ ରାତି ହେଇଗଲା, ରାତିରେ ରାନୁ ଚୁପଚାପ ସେ ଗଛ ପାଖକୁ ଗଲା। ରାନୁ ଚଢ଼େଇ ସେଠାରେ କାନ୍ଦି କାନ୍ଦି ପ୍ରାର୍ଥନା କଲା, ହେ ଗଛ, ମୋ ଝିଅକୁ ଟିକେ ହସିବାକୁ ଦିଅ। ତାକୁ ଗୋଟିଏ ନୂଆ ଲେହେଙ୍ଗା ଦରକାର। ମୋର ଆଉ କିଛି ଦରକାର ନାହିଁ। ତାପରେ ଗଛର ଡାଳ ଗୁଡ଼ିକ ହଲିବାକୁ ଲାଗିଲା। ଆଉ ଗୋଟିଏ ଚିକମିକ ଲେହେଙ୍ଗା ତଳେ ଖସି ପଡ଼ିଲା। ସକାଳୁ ଯେତେବେଳେ ଗୁଡ଼ିଆ ନିଦରୁ ଉଠିଲା, ଦେଖିଲା ତା ପାଖରେ ଗୋଟିଏ ଲେହେଙ୍ଗା ଅଛି। ଆଉ ସେ ଲେହେଙ୍ଗା ଦେଖିକି ଚମକି ପଡ଼ିଲା। ମାମା,